ସତ ହେଲା ରିଷଭ ପନ୍ତଙ୍କ ଭବିଷ୍ୟବାଣୀ। ଗୋଟିଏ ବଲ୍ ବୋଲିଂ ପରେ ଘଟିଲା। ତେବେ ସୂଚନା ଅନୁସାରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ କୋଲକାତାର ଇଡେନ୍ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳାଯାଉଛି। ଦକ୍ଷିଣ ଆଫ୍ରିକା ଟେମ୍ବା ଭାବୁମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ରିଆନ୍ ରିକ୍ଲେଟନ୍ ଏବଂ ଏଡେନ୍ ମାର୍କ୍ରମ୍ ଏକ ଭଲ ଆରମ୍ଭ କରି ପ୍ରଥମ ୱିକେଟ୍ ପାଇଁ ଅର୍ଦ୍ଧଶତକୀୟ ଭାଗିଦାରୀ କରିଥିଲେ। ଏହି ଭାଗିଦାରୀକୁ ଯଶପ୍ରୀତ ବୁମରା ଭାଙ୍ଗି ଦେଇଥିଲେ। ଲଗାତାର ଓଭରରେ ଉଭୟ ଓପନରଙ୍କୁ ଆଉଟ୍ କରିଥିଲେ। ତାପରେ କୁଲଦୀପ ଯାଦବ ଟେମ୍ବା ଭାବୁମାଙ୍କୁ ଆଉଟ୍ କରିଥିଲେ। କିନ୍ତୁ ରିଷଭ ପନ୍ତ ସେହି ବଲ୍ ପୂର୍ବରୁ ଏହି ୱିକେଟ୍ ବିଷୟରେ ଭବିଷ୍ୟବାଣୀ କରିଥିଲେ। 16ତମ ଓଭରର ଶେଷ ବଲରେ ଟେମ୍ବା ଭାବୁମାଙ୍କୁ କ୍ୟାଚ୍ ଆଉଟ୍ କରାଇଥିଲେ। କୁଲଦୀପ ଲେଗ୍ ସାଇଡରେ ବୋଲିଂ କରିଥିଲେ, ଯାହାକୁ ଭାବୁମା ରକ୍ଷା କରିବାକୁ ଚେଷ୍ଟା କରିଥିଲେ। ବଲ୍ ତାଙ୍କ ବ୍ୟାଟ୍ର ଭିତର ଧାର ନେଇ ଲେଗ୍ ସ୍ଲିପରେ ଠିଆ ହୋଇଥିବା ଧ୍ରୁବ ଜୁରେଲଙ୍କ ହାତରେ ଲାଗିଗଲା। ପରବର୍ତ୍ତୀ ସମୟରେ ରିପ୍ଲେ ଦେଖାଗଲା ଯେ ରିଷଭ ପନ୍ତ ଏହା ପୂର୍ବରୁ ୱିକେଟ୍ ବିଷୟରେ ଭବିଷ୍ୟବାଣୀ କରିଥିଲେ ଏବଂ ସେ ଭାବୁମା କିପରି ଖେଳିପାରନ୍ତି ତାହା ମଧ୍ୟ ଭବିଷ୍ୟବାଣୀ କରିଥିଲେ। ଲାଇଭ୍ ମ୍ୟାଚ୍ ଦେଖାଯାଇଥିଲା ଯେ ଏହି ବଲ୍ ପୂର୍ବରୁ ରିଷଭ ପନ୍ତ ଲେଗ୍ ସାଇଡରେ ଠିଆ ହୋଇଥିବା ଫିଲ୍ଡରମାନଙ୍କୁ ସତର୍କ କରୁଥିଲେ ଯେ ଏକ କ୍ୟାଚ୍ ସମ୍ଭବ। ସେ କହିଥିଲେ ଭାବୁମା ଏକ ସୁଇପ୍ ଖେଳିବେ ଏବଂ ଲେଗ୍ ସାଇଡରେ କ୍ୟାଚ୍ ନିଆଯାଇପାରିବ। ଯଦିଓ ଭାବୁମା ସୁଇପ୍ କରିନଥିଲେ, ବଲଟି ଲେଗ୍ ସାଇଡରେ ଜୁରେଲଙ୍କ ହାତକୁ ଯାଇଥିଲା। କୋଲକାତା ଟେଷ୍ଟର ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା 159 ରନରେ ଅଲଆଉଟ୍ ହୋଇଯାଇଛି। ଭାରତୀୟ ଦଳ ପକ୍ଷରୁ ଯଶପ୍ରୀତ ବୁମରା 5ଟି ୱିକେଟ୍ ନେଇଛନ୍ତି। ଏହା ଇଡେନ୍ ଗାର୍ଡେନରେ ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ପ୍ରଥମ ଇନିଂସ ସ୍କୋର। ପୂର୍ବରୁ ଇଡେନ୍ ଗାର୍ଡେନରେ ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ପ୍ରଥମ ଇନିଂସ ସ୍କୋର 222 ଥିଲା। ଟିମ୍ ଇଣ୍ଡିଆ ପାଇଁ କୁଲଦୀପ ଯାଦବ ଏବଂ ମହମ୍ମଦ ସିରାଜ ମଧ୍ୟ 2ଟି ୱିକେଟ୍ ନେଇଥିଲେ।